सामना को जा। अरे सुमित्रा तमें आसगल? हाँ सेतिकी काम थाउ दिन आसी 2 घड़ी हेलानी आस खाई लियो। रुह टिके ये फाड़क तो बाकी अच्छे सारी दिए तापरे खाईदेवी। कहीं एमती गोरु महिषी भाया खटुच शुणे सूर्य उदय न हेबा आगरु घर बाहरी आसुच आ सूर्य अस्त हेले घर को फेरुच कहीं एमती खटुच जे? ओहो सरीला सौल बाहर कर खाइबा पर पुणी आम केते काम बाकी रही। हौ जाओ गोड़ हाथ धोई के आस मु खाइबा बाड़ुची। खाई ना नहीं? पखाल 2 गंडा खाई टिफिन कौन देच ना नहीं? ना एबे परा स्कूल ले नवम दशम पिला को भी खाइबा को मिलुछि। भल हला कौन भाबुछ कि? मु भाबुଥିଲି हम पिलाटा भल पढुछि हेले मु ताको 10वीं पर पढ़ाई पारिबे तो आम अवस्था से पुणी ता पढ़ा खर्च कौन आनिबे? से बेल हेउ तापर भाबिबो। हाँ ठीक अच्छे मु आसिली तमे सळ आसिली। हाँ सुंदर शाढ़ी आनी देखिलु देखिलु। अरे केते सुंदर शाढ़ी है तो यार दाम केते किरे? यार दाम 3000 टंका। 3000 टंका? हाँ तो पाखरे तो सेतिकी संबल अछि तू सेतिकी रो दाम रो शाढ़ी पिंधुछु हेले मो पाखरे तो सेतिकी संबल नाही। अरे दीदी एमती कौन पे कहूछु देखिबो निश्चय दिने भाई तो पे शाढ़ीटी आन देबे। हाँ मुई आकु कहिथिली गोटे शाढ़ी आनी देबा पई 3000 टंका न हेले नाही कम दाम रो भी आनी देबे। हो हो मु आसुची तेरे मोर केते डेरी हे गलानी राजू आपा पुनी आसी सारिबे। हो दीदी सुमित्रा 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 कुआड़े गला जी सुमित्रा? अरे राजुआ तो माँ कहीं रे? बापा माँ तो रोषे करुला बोधे सोनिया घर को जाइथिबो। कौन
ଯାଇଛି ଯେ? ଜାଣିନି ବାପା। ତମେ ଆସିଗଲଣି? ହଁ, ତମେ କୁଆଡ଼େ ଯାଇଥିଲ? ଏଇ ସନିଆର ବୋଉ ଗୋଟେ ନୂଆ ଶାଢ଼ୀ ଆଣିଥିଲା ତ, ସେଇଆକୁ ଦେଖିବାକୁ ଯାଇଥିଲି। ହେଲେ ତମର ଏତେ ଡେରି କଣ ପାଇଁ ହେଲା? ଗୋଟେ କାମ ସାରିକି ଆସିଲି। ବୁଝିଲେ ସୁମିତ୍ରା, ଆମ ରାଜଆଡ଼େ ସିନା ଭଲ ପଡୁଛି, ହେଲେ ମୋର ଯେଉଁ ଅବସ୍ଥା, ମୁଁ କଣ ଆଉ ତାକୁ ପଢେଇ ପାରିବି? ବାପା, ମୁଁ କଣ ଆଉ ପଢିବିନି? ବାପା, ମୁଁ କଣ ଆଉ ପଢିବିନି? ମା, ମୁଁ ପଢିବି। ମା, ମୁଁ ପଢିବି। ବାପାରେ, କୋଉ ବାପା ମାଙ୍କ ଇଚ୍ଛା ନଥାଏ ତା ପିଲା ପାଠ ନ ପଢୁ, ହେଲେ ମୁଁ କଣ କରିବି? ମୁଁ ଅସମର୍ଥ, ମୁଁ ଅଯୋଗ୍ୟ, ମୁଁ ଗୋଟେ ଏମିତି ବାପା ଯିଏକି ଓଳିଆ ଖଟିଲେ ଓଳିଆ ଖାଉଛି। ମୁଁ ପୁଣି ପିଲାମାନଙ୍କୁ କୋଉଠି ପାଠ ପଢେଇବି? ମୁଁ ଯଦି ପାଠ ପଢେଇ ପାରିବିନି ବାପା, ପଢେଇ ପାରିବିନି। କଣ କହୁଛ ତମେ? ସେ ପଢିବନି ତ ଆଉ କଣ କରିବ? ସେ ଗ୍ୟାରେଜ କାମ କରିବ। ମୁଁ ତା ପାଇଁ ଗୋଟେ ଗ୍ୟାରେଜ ବୁଝିକି ଆସିଛି। ମାସକୁ 3000 ଟଙ୍କା ଦବ। ତାହେଲେ ଏଇ କାମ ପାଇଁ ତମର ଏତେ ଡେରି ହେଲା? ମା, ମୁଁ ପଢିବି। ମା, ମୁଁ ପଢିବି। କାମ ବି କରିବି, ପାଠ ବି ପଢିବି। ମା, ନା, ସେଟା କେବେ ମଧ୍ୟ ସମ୍ଭବ ନୁହେଁ। ମୁଁ କଥା ହେଇସାରିଛି। 10ମ ଶ୍ରେଣୀ ପରୀକ୍ଷା ପରେ ତୁ ସେ ଗ୍ୟାରେଜରେ କାମ କରିବୁ। আরে রাজু কোন বন্ধু করে বসেছি, যাଉଛି ତା ଫ୍ୟୁଜ୍ ଉଡ଼େଇବି। ରାଜୁ, ରାଜୁ, ଖେଳିବା। ରାଜୁ, ଖେଳିବା। ରହ, ମୁଁ ଏବେ ଖେଳିବିନି, ତୁ ଯା ଖେଳିବୁ। ରାଜୁ, ଖେଳିବା। ରହ, ମୋ ସହିତ ଲାଗନା, ମତେ ତମ ଚିଡ଼ା ନା ଫ୍ୟୁଜ୍, ନହେଲେ ତ ଫ୍ୟୁଜ୍ ଉଡ଼େଇଦେବି। ଯା ପଳା, ଯା। କାହିଁକି ତୁ ଏତେ ଚିନ୍ତା କରୁଛୁ ରେ? କାହିଁକି ତୁ ଏତେ ଚିନ୍ତା କରୁଛୁ ରେ? କାହିଁକି ତୁ ଏତେ ଚିନ୍ତା କରୁଛୁ ରେ? ଟିକେ ମୋ ସାଙ୍ଗରେ ନାଚିବୁ ରେ, ଟିକେ ମୋ ସାଙ୍ଗରେ ନାଚିବୁ ରେ। ୟୋ ଫ୍ୟୁଜ୍, ତୋର ସବୁବେଳେ ମଜାକ ନା? ଦୟାକରି ତୁ ମୋ ଘରେ ପଳା, ଯା ପଳା, ଯା। ନା ମୋ ଫ୍ୟୁଜ୍, ନା ମୋ ଫ୍ୟୁଜ୍, ମୁଁ ସବୁବେଳେ ଥାଏ ଆମ୍ୟୁଜ୍। ବାପା ମୋର ଇଲେକ୍ଟ୍ରି, ମା ମୋର ୱେର୍। ବାପା ମୋର ଇଲେକ୍ଟ୍ରି, ମା ମୋର ୱେର୍। ବାପା ମୋର ଇଲେକ୍ଟ୍ରି, ମା ମୋର ୱେର୍। ମୁଁ ଫ୍ୟୁଜ୍, ତାଙ୍କ ସହ ଥାଏ ଏଭ୍ରିୱେର୍। ୟୋ ଫ୍ୟୁଜ୍, ଯାଉଛି ଏଠୁ, ନା ତ ଫ୍ୟୁଜ୍ ଉଡ଼େଇଦେବି। ଯା ଜଲ୍ଦି, ଯା ପଳା, ଯା, ଯା। ଆରେ କଣ ହଉଛି କି? କଣ ହଉଛି? ଫ୍ୟୁଜ୍ କଣ ହେଇଛି? ନା ସାର୍, କିଛି ହେଇନି। ରାଜୁ, କଣ ଚାଲିଛି? ନାଇଁ ସାର୍, କିଛି ନାହିଁ। ମୁଁ ଦେଖୁଛି ତୁ ଆଜିକାଲି ଅନ୍ୟମନସ୍କ ରହୁଛୁ। କଣ ହେଇଛି? ପରୀକ୍ଷା ପାଖେଇ ଆସିଲାଣି, ଏମିତି ହେଲେ କେମିତି ହବ? ସାର୍, ମୋ ବାପା ମତେ ପଢେଇବେନି ବୋଲି କହୁଛନ୍ତି। ସାର୍, ପଢେଇବେନି? ତାହେଲେ ତୁ କଣ କରିବୁ? ସାର୍, ଆପଣ ଜାଣିଛନ୍ତି ମୋ ବାପା ମତେ ଗ୍ୟାରେଜରେ କାମ କରିବେ। ସାର୍, ମୁଁ ପଢିବା ପାଇଁ ଯାଉଛି। ସାର୍, ମୁଁ ପଢିବା ପାଇଁ ଯାଉଛି। ସାର୍, ମୋତେ ସାହାଯ୍ୟ କରନ୍ତୁ। ସାର୍, ମୋତେ ସାହାଯ୍ୟ କରନ୍ତୁ। ହଉ ଫ୍ୟୁଜ୍, ତୁ ଏବେ କ୍ଲାସକୁ ଯା। ଆଉ ବଦମାସ ହବୁନି ହେଲା? ଆଚ୍ଛା
ଏଇ କଥା ତୁ ମୋଟେ ଚିନ୍ତା କର। ମୁଁ ସନ୍ଧ୍ୟାରେ ତମ ଘରକୁ ଯିବି ଆଉ ତୋ ବାପାଙ୍କ ସହ ଏଇ ବାବଦରେ କଥା ହେବି। ଆଜ୍ଞା ସାର୍। हेलो घने बाबू घने बाबू घने बाबू घरे अछंती की घने बाबू କିଏ କିଏ ରୁହ ରୁହ ଯାଉଛି ସାର୍ ସାର୍ ଆପଣ ସାର୍ ନମସ୍କାର ସାର୍ ଆସନ୍ତୁ ଆସନ୍ତୁ ଘର ଭିତରକୁ ଆସନ୍ତୁ ସୁମିତ୍ରା ସୁମିତ୍ରା ସାର୍ ଆସିଛନ୍ତି ଚା କପେ ଆଣିଲ ସାର୍ ଆପଣ ଏତେ ଅବେଳରେ साथ प्रणाम बापा प्रणाम। हाँ राजू भगवान तोर मंगल करंतु। घन बाबू राजू मुहर जहाँ मु शुणिली ताहा कौन सत्य? कौन ହେଇଛି ସାର୍ ରାଜୁ କଣ ସ୍କୁଲରେ କିଛି ଅସୁବିଧା କରିଛି କି से तो कौन कहूथिला आपण ताको ग्यारेज रे काम करे देबे। हाँ ସାର୍ ମୋ ଅବସ୍ଥା କଣ ଆପଣଙ୍କୁ ଅଛପା ଅଛି ଆପଣ କୁହନ୍ତୁ ମୁଁ କେମିତି ତାକୁ ଭଲ କଲେଜ ପଢେଇବି ମୋର କଣ ଇଚ୍ଛା ନାହିଁ ତାକୁ ବଡ ମଣିଷଟେ କରାଇବା ପାଇଁ ହେଲେ ମୋ ପରିସ୍ଥିତି ମତେ ଅନୁମତି ଦେଉନାହିଁ ସାର୍ ଆପଣ ଟିକେ ବୁଝନ୍ତୁ। ସାର୍ ନମସ୍କାର ସାର୍। ସାର୍ ଚା ନିଅନ୍ତୁ। ଚା ନିଅ। ହଁ ସାର୍ ଆପଣ ଟିକେ ସମାଧାନଟା ରାଜୁ ବାପାଙ୍କୁ ଜଣେଇ ଦିଅନ୍ତୁ ମୋ ରାଜୁଆଟା ଯେମିତି ଭଲ ପଢୁ। ଆପଣ ତ ସାର୍ ଜାଣିଛନ୍ତି ଆମର ତ ଏତେ ସମ୍ବଳ ନାହିଁ କି ତାକୁ ଭଲ କଲେଜରେ ପାଠ ପଢେଇବାକୁ। घने बाबू मु तो सेही कथार ही समाधान करने को एठी आसीची। हाँ आज्ञा घने बाबू एते चिंता करबा दरकार नहीं। राजू पाठ भी पढ़िबो और तुमको किछि संबळ भी खर्च करबा को पड़िबनी। कौन कहउचंदी आज्ञा ଏହା କେମିତି ସମ୍ଭବ ଭଲ କଲେଜ ପାଠ ପଢେଇବା ପାଇଁ ତ ନିହାତି ସମ୍ବଳ ଦରକାର ନା से टंका राजू को आम डीएमएफ फंड रू मिलिबो। डीए फंड कौन बा से डीए फंड कौन आसला से डीए फंड? डीएफ फंड नुहे मैडम यह हेउची डीएमएफ फंड अर्थात जिला खनिज प्रतिष्ठान। एही प्रतिष्ठान तरफरु मेधावी छात्र छात्री मानकु वृत्ति मिलुची। सार कौन कले मु से वृत्ति पाइबी सार? दशम परीक्षा रे जो माने भले रिजल्ट करिवे सेमानकु ही एही वृत्ति मिलिबो। केते टंका मिलिबो सर? 90% रु अधिक रखिले 40,000 टंका मिलिबो। 80% रु अधिक रखिले 20,000 टंका मिलिबो। सतरे आहुरी बाती अछि सुनंतु सुनंतु 70% रु अधिक रखिले 15,000 टंका मिलिबो। 80% रु अधिक रखिले 10,000 टंका एवं 50% रु अधिक रखिले 5,000 टंका मिलिबो। एते टंका मिलिबो ताहले तो मो पुआ निश्चय पड़िबो। हाँ आज्ञा राजू तो हमारे भले पढ़ुची मोर जदि आशा से निहाती 90% रु अधिक मार्क आनिबो। से टंकारे से भल कॉलेज रे मध्य पढ़ी परिबो। घने बाबू बुझिले तो आपण आ मोटे चिंता करंतुनी। हाँ सार मु आहुरी कठिन परिश्रम करिवि सार
ଆଉ ଭଲ କଲେଜରେ ପାଠ ପଢି ଆଗକୁ ଯିବି। ମୋ ଭଳି ଅସମର୍ଥ ବାପା ମାନଙ୍କର ଚିନ୍ତା ସରିଲା। ଏଥର ଆମ ପିଲା ପଢିବେ ଆଉ ଆଗକୁ ବଢିବେ। ତାହେଲେ ଆପଣ ଏବେ DMA ଫଣ୍ଡ ବିଷୟରେ ବୁଝିପାରିଲେ ତ? ଆଜ୍ଞା ସାର୍, ବହୁତ ଭଲରେ ବୁଝିପାରିଲି। ତାହେଲେ ମୁଁ ଆସୁଛି। ଆଉ ଗୋଟେ କଥା, ଆପଣ ମାନେ ବ୍ୟସ୍ତ ନ ହୋଇ କେବଳ ତାର ପାଠ ପଢାରେ ତାକୁ ସାହାଯ୍ୟ କରନ୍ତୁ, ଯେମିତି ସେ 90% ରୁ ଅଧିକ ମାର୍କ ଆଣିପାରିବ। ହେଲେ ଯାଇ ଆପଣ ମାନଙ୍କର ସବୁ ଦୁଃଖ ଦୂର ହେବ। हेलो राजू 10ମ ଶ୍ରେଣୀ ପରୀକ୍ଷା ଦେଇ ସାରିବା ପରେ ତାର ରେଜଲ୍ଟ ବାହାରିବା ଦିନ। ବାପା ବାପା ମା ମା କୁଆଡେ ଗଲ ଯେ ତମମାନେ? ବାପା ଜାଣିଛ ମୁଁ ପରୀକ୍ଷାରେ 550 ମାର୍କ ଆଣିଛି। ବାପା କଣ କହିଲୁ? 550? ହେ ମା ମଙ୍ଗଳା, ତୁମେ ମୋ ଡାକ ଶୁଣିଲ ମା, ଆମ ଦୁଃଖ ବୁଝିଲ। ଏବେ ଆମ ରାଜୁ ଭଲ କଲେଜରେ ପାଠ ପଢି ପାରିବ। हेलो नाटकर परिसमाप्ति है। अनुरोध करी समस्त को जदि भल लगी जोरदार कर ताली दे पिला उत्साहित करते।